ଗ୍ରାମେଶ୍ୱର ମହାଦେବଙ୍କ ପୀଠରେ ମହାଶିବରାତ୍ରି ପାଳିତ ହେଉଛି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଏରସମା ବ୍ଲକ ପଞ୍ଚପଲ୍ଲୀର ଗ୍ରାମେଶ୍ୱର ମହାଦେବଙ୍କ ପୀଠରେ ମହାଶିବରାତ୍ରି ସମାରୋହ ସହକାରେ ପାଳିତ ହେଉଛି। ଆଜି ସକାଳ 4ଟାରେ ପାହୁଡ଼ ଫିଟା, ମଙ୍ଗଳ ଆଳତି, ସ୍ନାନ, ପାର୍ଶ୍ୱ ଦେବତା ପୂଜା କରାଯିବା ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିଥିଲେ। ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସି ଗ୍ରାମେଶ୍ୱର ମହାଦେବଙ୍କୁ ଦର୍ଶନ କରିଥିଲେ। ଭକ୍ତମାନେ କ୍ଷୀର, କଦଳୀ, ଫଳ, ଫୁଲ, ବେଲପତ୍ର ଆଦି ଠାକୁରଙ୍କୁ ଭୋଗ ଲଗାଇଥିଲେ। ଭକ୍ତମାନେ ଶହ ଶହ ସଂଖ୍ୟକ ଦୀପଦାନ କରି ଗ୍ରାମେଶ୍ୱରଙ୍କ ପାଖରେ ମାନସିକ କରିଛନ୍ତି। ମନ୍ଦିର ପକ୍ଷରୁ ପରିଚାଳନା କମିଟି, ଗ୍ରାମବାସୀ, ଗ୍ରାମେଶ୍ୱର କ୍ଲବ ସଭ୍ୟବୃନ୍ଦ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଥିବା ଦେଖିବାକୁ ମିଳିଛି। ଏରସମା ଥାନା ଅଧିକାରୀ ସଦଳ ବଳ ସହିତ ଉପସ୍ଥିତ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି। ଗ୍ରାମେଶ୍ୱର ସେବା ସମିତି ପକ୍ଷରୁ ସମସ୍ତ ଭକ୍ତଙ୍କ ନିମନ୍ତେ ପ୍ରସାଦ ବଣ୍ଟନ କରାଯାଉଛି। ରାତ୍ର 1:30 ସମୟରେ ମହାଦୀପ ଉଠିବାର ସମୟ ନିର୍ଘଣ୍ଟ କରାଯାଇଛି। ଏରସମାରୁ ନରେଶ ସ୍ୱାଇଁଙ୍କ ରିପୋର୍ଟ, ଓଡ଼ିଶା 51 ଲାଇଭ୍।